ଆସନ୍ତୁ ଆମେ ଆଜି ଆଲୋଚନା କରିବା ପରମ୍ପରାର ବନ୍ଧନରେ ନାରୀ। ନାରୀ କାହିଁକି ପରମ୍ପରା ବନ୍ଧନରେ ବାନ୍ଧି ହୋଇ ରହିଛି ସେ ବିଷୟରେ ଆଜି ଆଲୋଚନା କରିବା। ମନୁଷ୍ୟ ଏକ ସାମାଜିକ ପ୍ରାଣୀ। ବିବର୍ତ୍ତନବାଦର କ୍ରମାନୁଯାୟୀ ସେ ନିଜ ସମାଜ ତଥା ସାମାଜିକ ପ୍ରଥା ଓ ପରମ୍ପରାମାନ ତିଆରି କରିଛି। ସମୟ ଗତିର ତାଳେ ତାଳେ ଅନେକ ପରମ୍ପରା ଗଢ଼ି ଉଠିଛି, ଭାଙ୍ଗି ଯାଇଛି ବା ପରିବର୍ତ୍ତିତ ହୋଇଛି। ଅନେକ ସମୟରେ ଏହା ଦେଖାଯାଇଛି କି ମନୁଷ୍ୟ ନିର୍ମିତ ଏହି ପ୍ରଥା ଓ ପରମ୍ପରା ଗୁଡ଼ିକ ଏକ ନିର୍ଦ୍ଦିଷ୍ଟ ବର୍ଗର ମନୁଷ୍ୟ ପାଇଁ ହିଁ ଘାତକ ଭାବରେ ତଥା ବାଧକ ଭାବରେ ଛିଡ଼ା ହୋଇଛି। ସାମାଜିକ କୁପ୍ରଥା ଓ ଅନେକ ପ୍ରାଚୀନ ପରମ୍ପରାର ମୁଖ୍ୟ ଶିକାର ହେଉଛି ନାରୀ। କେଉଁ ପୁରାତନ କାଳରୁ ଏହି ପରମ୍ପରାର ଜଞ୍ଜିର ନାରୀକୁ ପରାଧୀନ କରି ରଖିଛି। ସମାଜରେ ନିଜର ଉପଯୁକ୍ତ ସ୍ଥାନ ନ ପାଇବା ତଥା ନିର୍ଯାତିତ ଜୀବନ ବଞ୍ଚୁଥିବା ନାରୀର ସାମାଜିକ ସୁରକ୍ଷାର ହାନି ପାଇଁ ମୁଖ୍ୟତଃ ଏହି କୁପ୍ରଥା ଓ ପରମ୍ପରା ଗୁଡ଼ିକ ଦାୟୀ। କିନ୍ତୁ ନାରୀ ସମାଜ ଏହି ଘାତକ ବ୍ୟବସ୍ଥା ବିରୁଦ୍ଧରେ ନିଜର ସ୍ୱର ଉତ୍ତୋଳନ କରିପାରିନାହିଁ, କାରଣ ସେ ଏହି ସବୁ ବ୍ୟବସ୍ଥାକୁ ନିଜ ଜୀବନର ଏକ ଅଂଶବିଶେଷ ବୋଲି ମାନି ନେଇଛି। ଏହିସବୁ ବ୍ୟବସ୍ଥା ଯେ କ୍ଷତିକାରକ, ତାର ପ୍ରଗତି ପଥର ପ୍ରତିବନ୍ଧକ, ସେ କେବେ ଏହି କଥାଟିକୁ ଅନୁଶୀଳନ କରିନାହିଁ କି ଅନୁଭବ ବି କରିନାହିଁ। ଯେମିତି କୌଣସି ସମସ୍ୟାର ସମାଧାନ କରିବା ପାଇଁ ହେଲେ ପ୍ରଥମେ ସମସ୍ୟାଟି କ'ଣ ଜାଣିବା ସହ ସମସ୍ୟାଟି ଅଛି ବୋଲି ଗ୍ରହଣ କରିବା ଦରକାର ପଡ଼େ, ସେମିତି ଏହିସବୁ କୁପ୍ରଥା ଗୁଡ଼ିକର ମୂଳୋତ୍ପାଟନ କରିବାକୁ ହେଲେ ଏଗୁଡ଼ିକ ଯେ ନାରୀ ବିରୋଧୀ ତାହା ଜାଣିବା ପ୍ରଥମେ ଆବଶ୍ୟକତା। ପରମ୍ପରା ଆମର କ'ଣ? ପରମ୍ପରା କହିଲେ ଆମେ ସେହି ସବୁ ପ୍ରଥା, ଚଳଣି ଓ ବିଶ୍ୱାସକୁ ବୁଝୁ ଯାହା ଗୋଟିଏ ସମାଜ ବା ଅଞ୍ଚଳର ପ୍ରଚଳିତ ହୋଇଥାଏ ଏବଂ ମୁଖ୍ୟତଃ ଭାଷା ମାଧ୍ୟମରେ ବା କାର୍ଯ୍ୟକଳାପରେ ଗୋଟିଏ ପିଢ଼ିରୁ ଅନ୍ୟ ପିଢ଼ିକୁ ସ୍ଥାନାନ୍ତରିତ ହୋଇଥାଏ। ପରମ୍ପରା ଭିତରେ ଅନ୍ତର୍ଭୁକ୍ତ ଥାଏ ଗୋଟିଏ ସମାଜର ଜୀବନଶୈଳୀ, ବେଶ, ପୋଷାକ, ଭାଷା, ଶିକ୍ଷା ପ୍ରଣାଳୀ, ସାମାଜିକ ଚଳନ, ରୀତିନୀତି, ଶାସନ ବ୍ୟବସ୍ଥା, ପର୍ବପର୍ବାଣି, ଉତ୍ସବ, ଧାର୍ମିକ ବ୍ୟବସ୍ଥା ଇତ୍ୟାଦି। ପରମ୍ପରା ଗୋଟିଏ ପିଢ଼ିରୁ ଆଉ ଗୋଟିଏ ପିଢ଼ିକୁ ଗଡ଼ି ଚାଲିଥାଏ। ଏହି ସବୁ ଆମର ପୂର୍ବ ପିଢ଼ିମାନଙ୍କର ମାନସିକତା ଓ ସାମାଜିକ ବ୍ୟବସ୍ଥାର ପ୍ରତିଫଳନ। ଏହା ଆମକୁ ଆମ ପୂର୍ବପୁରୁଷମାନଙ୍କ ସହ ଯୋଡ଼ିଥାଏ ତଥା ଏକ ଅନୁଶାସିତ ସମାଜ ଗଠନ ଦିଗରେ ମଧ୍ୟ ସାହାଯ୍ୟ କରିଥାଏ। ଏହା ସହ ସମାଜରେ ଲୋକମାନଙ୍କ ମଧ୍ୟରେ ଏକ ଗୋଷ୍ଠୀ ସମ୍ପର୍କ ରକ୍ଷା କରିବା ପାଇଁ ମଧ୍ୟ ସାହାଯ୍ୟ କରିଥାଏ। ପରମ୍ପରା ଓ ପ୍ରଥା ସବୁ ଏକ ଅନୁଶାସିତ ସମାଜ ପାଇଁ ଯେତେ ଆବଶ୍ୟକ, କୁପ୍ରଥା, କୌଣସି ନିର୍ଦ୍ଦିଷ୍ଟ ଜାତି ବା ଲିଙ୍ଗ ବିରୋଧୀ ପ୍ରଥା ସବୁ ସେତେ ଶୀଘ୍ର ଲୋପ ପାଇବା ଆବଶ୍ୟକ। ତାହା ନହେଲେ ସମାଜର ସଂହତି ଅସମ୍ଭବ। ସମାଜରେ ସମସ୍ତ ପ୍ରଥା, ପରମ୍ପରା ଓ ସଂସ୍କୃତିର ପାଳନକାରିଣୀ ହେଉଛି ନାରୀ। ସମାଜ ନାରୀକୁ କେବଳ ପାଳନ ପାଇଁ ନୁହେଁ, ଏହି ପ୍ରଥା ଗୁଡ଼ିକର ପ୍ରସାର କରିବା ପାଇଁ ଗୋଟିଏ ପିଢ଼ିରୁ ଅନ୍ୟ ଏକ ପିଢ଼ିକୁ ନେଇଯିବା ପାଇଁ ମଧ୍ୟ ବାଧ୍ୟ କରିଥାଏ। ଏସବୁର ପାଳନ ତଥା ପ୍ରଚାର ଓ ପ୍ରସାର କରିବା ପାଇଁ ପ୍ରତି ନାରୀ ଉପରେ ଏକ ଅଦୃଶ୍ୟ ସାମାଜିକ ଚାପ ରହିଥାଏ। ଏହା ସତ୍ତ୍ୱେ ବି ନିଜେ ନାରୀ ଅଧିକାଂଶ ପରମ୍ପରା ଦ୍ୱାରା ପ୍ରତାଡ଼ିତ, ନିର୍ଯାତିତ ଓ ଅପମାନିତ ମଧ୍ୟ ହୋଇଥାଏ। କିନ୍ତୁ ଦୁଃଖର କଥା ଏହିକି ଯେ ସେ ପ୍ରତାଡ଼ନାକୁ ବୁଝିପାରେ ନାହିଁ। କାହିଁକି? କାରଣ ଯୁଗ ଯୁଗରୁ ଚାଲି ଆସିଥିବା ଏହି ବ୍ୟବସ୍ଥାକୁ ସେ ନିଜ ଜୀବନର ଏକ ଅଂଶ ବା ସାଧାରଣ କଥା ବୋଲି ମାନି ନେଇଛି। ଆସନ୍ତୁ ଆମେ ସମାଜରେ ପ୍ରଚଳିତ ନାରୀ ବିରୋଧୀ ପ୍ରଥା ଓ ପରମ୍ପରା ଗୁଡ଼ିକ ତନ୍ନ ତନ୍ନ କରି ଅନୁଶୀଳନ କରିବା ସହ ତାକୁ ଲୋପ କରିବା ପାଇଁ ଚେଷ୍ଟା କରିବା। ନାରୀମାନଙ୍କର ବେଶ ପୋଷାକ କ'ଣ ଏବଂ ସେ କେମିତି କ'ଣ ରହୁଥିଲେ ସେ ବିଷୟରେ ଆଲୋଚନା କରିବା। ଆଦିମାନବ ନିଜ ଶରୀରକୁ ଖରା, ବର୍ଷା ଓ ଶୀତରୁ ରକ୍ଷା କରିବା ପାଇଁ ଘୋଡ଼େଇବା ଆରମ୍ଭ କରିଥିଲା। ଧୀରେ ଧୀରେ ସଭ୍ୟତାର ବିକାଶ ସଙ୍ଗେ ସଙ୍ଗେ ପୋଷାକ ପରିଧାନରେ ମଧ୍ୟ ଅନେକ ପରିବର୍ତ୍ତନ ଓ ଉନ୍ନତି ହୋଇଛି। ପୋଷାକର ଆବଶ୍ୟକତା ସହ ବିଭିନ୍ନତା ମଧ୍ୟ ଅଞ୍ଚଳରୁ ଅଞ୍ଚଳକୁ ବଦଳିଛି। ବର୍ତ୍ତମାନର ସମାଜରେ ପୋଷାକ କେବଳ ପରିବେଶରୁ ରକ୍ଷା ପାଇବା ପାରିବା ନୁହେଁ, ସମାଜରେ ବିଭିନ୍ନ ଜୀବିକା ସହ ତାଳ ଦେଇ ଏହା ଶରୀରକୁ ଆରାମଦାୟକ ତଥା କାମ କରିବା ପାଇଁ ଏକ ସୁବିଧାଜନକ ପରିସ୍ଥିତି ମଧ୍ୟ ପ୍ରଦାନ କରିଛି। ଭାରତରେ ନାରୀମାନଙ୍କ ପାଇଁ ଶାଢ଼ୀ ଓ ପୁରୁଷମାନଙ୍କ ପାଇଁ ଧୋତି କୁର୍ତ୍ତା ମୁଖ୍ୟ ପରିଧାନ ଅଟେ। କିନ୍ତୁ ବର୍ତ୍ତମାନର ସମାଜରେ ଧୋତି କୁର୍ତ୍ତାର ବ୍ୟବହାର ଅନେକ ମାତ୍ରାରେ ହ୍ରାସ ଘଟିଛି। ତାର ଏକମାତ୍ର କାରଣ ହେଉଛି ଜୀବିକା। ସାମ୍ପ୍ରତିକ ସମାଜର କର୍ମ ପଦ୍ଧତି
ପାଇଁ ଏହା ଏକ ସୁବିଧାଜନକ ପୋଷାକ ନୁହେଁ। କେବଳ ପୁରୁଷ ନୁହେଁ, ବର୍ତ୍ତମାନ ନାରୀ ମଧ୍ୟ ଜୀବିକାର ସନ୍ଧାନରେ ଘରୁ ବାହାରକୁ ବାହାରୁଛି। ତାର କାର୍ଯ୍ୟଶୈଳୀରେ ପୂର୍ବାପେକ୍ଷା ଅନେକ ପରିବର୍ତ୍ତନ ଘଟିଛି। ଏହି ପରିବର୍ତ୍ତିତ ଅବସ୍ଥାରେ ଦୈନନ୍ଦିନ କାର୍ଯ୍ୟ ପାଇଁ ଶାଢ଼ୀ ଏକ ସୁବିଧାଜନକ ପରିଧାନ ହୋଇପାରିନାହିଁ। ଏହାକୁ ପିନ୍ଧି ଯାନବାହନରେ ଯିବା ଆସିବା କରିବା ବା ଦରକାର ପଡ଼ିଲେ ନିଜ ସୁରକ୍ଷା ପାଇଁ ଧାଇଁବା ବି ସମ୍ଭବ ହୁଏନି। କିନ୍ତୁ ଆମର ପୁରୁଷବାଦୀ ସମାଜ ନାରୀର ପରିବର୍ତ୍ତିତ ପରିଧାନକୁ ଗ୍ରହଣ କରିବାକୁ ପ୍ରସ୍ତୁତ ନୁହେଁ। ପାଶ୍ଚାତ୍ୟ ସଂସ୍କୃତିର ଅନୁକରଣ ତଥା ଭାରତୀୟ ସଂସ୍କୃତିର ଅବକ୍ଷୟର ଆଳରେ ଏହା ନାରୀକୁ ଏକ ମୁକ୍ତ ଭାବରେ କାର୍ଯ୍ୟ କରିବା ଭଳି ପୋଷାକ ପିନ୍ଧିବାର ସ୍ୱାଧୀନତା ଦେବାରେ ବାଧା ଉତ୍ପନ୍ନ କରୁଛି। ଖାଲି ସେତିକି ନୁହେଁ, ଜିନ୍ସ ପିନ୍ଧା ନାରୀ ଯେ ଭାରତର ସମସ୍ତ ନୈତିକ ଅବକ୍ଷୟ ପାଇଁ, ଏପରି ମହିଳାଙ୍କ ବିରୁଦ୍ଧରେ ଯୌନହିଂସା ପାଇଁ ବି ଦାୟୀ। ଏହିପରି ଅନେକ ମୂଲ୍ୟହୀନ ଅଯୌକ୍ତିକ ବକ୍ତବ୍ୟ ମଧ୍ୟ ଶୁଣିବାକୁ ମିଳୁଛି। ପୁରୁଷ ନିଜର ନୈତିକ ସ୍ଖଳନ ପାଇଁ ନିଜ ଆତ୍ମ ଅନୁଶୀଳନ କରିବା ପରିବର୍ତ୍ତେ ନାରୀକୁ ଏହି ସହଜିଆ ଲକ୍ଷ୍ୟ ଭାବରେ ସବୁବେଳେ ଆଙ୍ଗୁଠି ନିର୍ଦ୍ଦେଶ କରି ଚାଲିଛି। ନାରୀ ଶିକ୍ଷାର କେମିତି କ'ଣ କରାଯିବ ତା ପ୍ରତି ବି ଆମେ ଆଲୋଚନା କରିବା ଦରକାର। ଶହ ଶହ ବର୍ଷ ଧରି ନାରୀକୁ ଶିକ୍ଷାରୁ ବଞ୍ଚିତ କରାଯାଇଛି। ନାରୀ ପାଇଁ ଶିକ୍ଷାରେ ଯେ ଆବଶ୍ୟକତା ନାହିଁ, ଏହିଭଳି ଏକ ମାନସିକତା ଆମ ସମାଜରେ ରହିଛି। ପରିବାରରେ ଶିକ୍ଷା ପାଇଁ ଉଦ୍ଦିଷ୍ଟ ଅର୍ଥର ସିଂହଭାଗ ପୁଅଟିର ପାଠପଢ଼ାରେ ହିଁ ଖର୍ଚ୍ଚ କରାଯାଉଥିବା ବେଳେ ଝିଅଟିର ପାଠପଢ଼ାରେ ପ୍ରାୟ ଅବହେଳା କରାଯାଇଥାଏ। ଝିଅ ଜନ୍ମକୁ ଚୁଲି ମୁଣ୍ଡକୁ, ପାଠ ପଢ଼ି କରିବ କ'ଣ? ଯେତେ ପଢ଼ିଲେ ବି ସେଇ ଚୁଲିକୁ। ଏହିଭଳି ସମାଜରେ ପ୍ରଚଳିତ ଭାବନା ସବୁ ଝିଅମାନଙ୍କର ଶିକ୍ଷାର ବାଟରେ ସବୁଠୁ ବଡ଼ ବାଧକ ହୋଇଥାଏ। ଝିଅଟିକୁ ନିଜ ଇଚ୍ଛା ମୁତାବକ ଏକ ନିର୍ଦ୍ଦିଷ୍ଟ ବିଷୟରେ ଉଚ୍ଚଶିକ୍ଷା ପାଇବାର ଅଧିକାର ନଥାଏ। କେବଳ ଅଳ୍ପ କିଛି ପାଠ ପଢ଼ି କେମିତି ଝିଅଟିକୁ ବିବାହ କରିଦିଆଯିବ, ଏହି ଚିନ୍ତାରେ ବାପା ମା ରହିଥାନ୍ତି। ଗୋଟିଏ ସମୟରେ ସମାଜରେ ନାରୀକୁ କେବଳ ମୌଳିକ ଶିକ୍ଷା ଦିଆଯାଉଥିଲା। ତା ପଛରେ କାରଣ ଥିଲା ସେ ଯେପରି ଚିଠି ଲେଖିପାରିବା ଓ ପୋଥିପୁରାଣ ପଢ଼ି ଶୁଣେଇ ପାରିବା। ଏମିତି ଦେଖାଯାଏ କି ଛୋଟ ଭାଇ ଭଉଣୀମାନଙ୍କୁ ସମ୍ଭାଳିବା ପାଇଁ ଝିଅକୁ ସ୍କୁଲରୁ ଶିକ୍ଷାକୁ ବଞ୍ଚିତ କରାଯାଇଥାଏ। ବୟଃପ୍ରାପ୍ତି ସହ ଅନେକ ଝିଅମାନଙ୍କର ସ୍କୁଲ ରେଜିଷ୍ଟରରୁ ଛଟେଇ କରିଦିଆଯାଏ। ଏବେ ବି ଭାରତ ତଥା ଓଡ଼ିଶାରେ ନାରୀ ଶିକ୍ଷା ହାର ଅତି କମ୍। ଶିକ୍ଷିତା ନାରୀ ହିଁ ଏକ ସୁସ୍ଥ ସମାଜ ନିର୍ମାଣ କରିଥାଏ। ଅତଏବ ଭାରତୀୟ ସମାଜରେ ନାରୀ ଶିକ୍ଷାର ଏକ କଚ୍ଛପ ଗତି ହିଁ ନାରୀ ଶିକ୍ଷା ହାରର ହ୍ରାସର ଏକ ବଡ଼ କାରଣ। ବିବାହରେ ଯେତେବେଳେ ଛନ୍ଦି ଦିଆଯାଏ ନାରୀକୁ, ତାପରେ କ'ଣ ହୁଏ? ଘରେ ଝିଅଟିଏ ଜନ୍ମ ହେଉ ହେଉ ବାପା ମା'ଙ୍କୁ ଏକମାତ୍ର ଚିନ୍ତା ଥାଏ ତାର ବିବାହକୁ ନେଇ। ପରିବାରରେ ତାକୁ ଏକ ବୋଝ ଭଳି ମନେ କରାଯାଏ। ତେଣୁ ଯେତେ ଶୀଘ୍ର ବୋଝଟିକୁ ଗୋଟିଏ କାନ୍ଧରୁ ଆଉ ଏକ କାନ୍ଧକୁ ସ୍ଥାନାନ୍ତର କରାଯିବ, ଏହି ଏକମାତ୍ର ଚିନ୍ତାରେ ଥାଆନ୍ତି ପରିବାର ଲୋକ। ଝିଅ ଘିଅ ଦେଶୀ ଦିନ ଘରେ ରହିଲେ ଗନ୍ଧେଇବ, ଏହିପରି ଉକ୍ତି ଆଳରେ ଝିଅଟିର ବିବାହ ଯଥାଶୀଘ୍ର କରିଦେବା ପାଇଁ ଏକ ସାଧାରଣ ମାନସିକତା ରହିଛି। ସମାଜରେ ଝିଅମାନେ ପରଘରୀ, ପର ଘରଧନ, ପରର ଅମାନତ ଏହିଭଳି ଭାବରେ ଚିହ୍ନଟ ହୁଅନ୍ତି। ଝିଅ ଜନ୍ମ ପର ଘରକୁ, ଏହି ନ୍ୟାୟରେ ବାପା ମା ତାକୁ ତାର ମୌଳିକ ଅଧିକାରରୁ ବଞ୍ଚିତ କରନ୍ତି। ଆଗକାଳରେ ବାଲ୍ୟ ବିବାହ ପ୍ରଥାର ପ୍ରଚଳନ ଥିଲା, ଯେଉଁଥିରେ ଅତି ସାନ ସାନ ଝିଅମାନଙ୍କୁ 5-6 ବର୍ଷ ନିଜଠାରୁ ବୟସରେ ଅନେକ ବଡ଼ ପୁରୁଷଙ୍କ ସହିତ ବିବାହ କରିଦିଆଯାଉଥିଲା। ବର୍ତ୍ତମାନ ବାଲ୍ୟ ବିବାହକୁ ଆଇନତଃ ଅପରାଧ ବୋଲି ଘୋଷଣା କରାଯାଇଥିଲେ ମଧ୍ୟ ଦେଶରେ ନାବାଳିକା ବିବାହର ହାର ଏବେ ବି କମି ନାହିଁ। ଅନେକ କ୍ଷେତ୍ରରେ ଝିଅଟିକୁ ତାର ଇଚ୍ଛା ବିରୁଦ୍ଧରେ ବିବାହ କରିଦିଆଯାଏ। ଏହି ସାନ ବୟସର ଝିଅମାନେ ଶାଶୁଘରେ ଅନେକ ନିର୍ଯାତିତା ହୁଅନ୍ତି। ଅନେକ ସମୟରେ ଅତି ଛୋଟବେଳୁ ମା ହୋଇ ଏକ ଦୁଷ୍ଟ ଜୀବନ ବଞ୍ଚନ୍ତି। ଅପ୍ରାପ୍ତ ବୟସ୍କ ମା ଓ ତାଠାରୁ ଜନ୍ମିତ ସନ୍ତାନମାନେ ସୁସ୍ଥ ଜୀବନ ବଞ୍ଚି ପାରନ୍ତି ନାହିଁ। ଏହିପରି ମା'ମାନେ ଉପଯୁକ୍ତ ସମୟର ବହୁ ଆଗରୁ ଅକାଳ ବାର୍ଦ୍ଧକ୍ୟରେ ପଡ଼ନ୍ତି। ଆହୁରି ମଧ୍ୟ ଦେଖାଯାଇଛି କି ଝିଅଟିକୁ ନିଜ ପସନ୍ଦର ପୁଅ ସହ ବିବାହ କରିଦିଆଯାଏ ନାହିଁ। କାରଣ ସମାଜ କେବେ ହେଲେ ଏହା ଗ୍ରହଣ କରିପାରେ ନାହିଁ କି ଏକ ମହିଳା ସ୍ୱତନ୍ତ୍ର ଭାବରେ ନିଜର ମତ ପ୍ରକାଶ କରୁଛି, ତାହା ପୁଣି ବିବାହ ସମ୍ପର୍କିତ। ଫଳରେ ଝିଅକୁ ଅନେକ ନିର୍ଯାତନା ସହିବା କରିବାକୁ ପଡ଼େ। ଏଭଳି ମାମଲାରେ ପରିବାର ଲୋକମାନେ ସାଧାରଣତଃ ଝିଅକୁ ଏବଂ ସ୍ଥଳ ବିଶେଷରେ ପୁଅକୁ ମଧ୍ୟ ହତ୍ୟା କରିବାକୁ କୁଣ୍ଠାବୋଧ କରନ୍ତି ନାହିଁ। ଏହା ସମାନ ରକ୍ଷା ପାଇଁ ବା ହତ୍ୟା ବା ଅନାର୍କଲି ରୂପେ ପରିଚିତ। ଝିଅର ବିବାହ ବୟସ ହେଲା ମାତ୍ରେ ପ୍ରଥମେ ତାର ଜନ୍ମ ପତ୍ରିକା,
ବା ଜାତକକୁ ଜଣେ ଜ୍ୟୋତିଷଜ୍ଞ ଦ୍ୱାରା ଯାଞ୍ଚ କରାଯାଇଥାଏ। ଯଦି ଝିଅଟିର ଜାତକରେ ମଙ୍ଗଳ ଦୋଷ ଥାଏ ତାହେଲେ ତାର ବିବାହ ଅସମ୍ଭବ ହୋଇପଡ଼େ, ତାକୁ ଅଶୁଭ ବୋଲି ଧରି ନିଆଯାଏ। ଏଭଳି କନ୍ୟାମାନଙ୍କୁ ବିବାହ କଲେ ପାତ୍ରଟିର ଅକାଳ ମୃତ୍ୟୁ ହେବ। ଏହିଭଳି ଅବାସ୍ତବ କଥା କୁହାଯାଏ। ଅମାବାସ୍ୟା ତିଥିରେ ଜନ୍ମିତ କନ୍ୟାଟି ଉଆଁସୀ କନ୍ୟା ଏବଂ ତାକୁ ବିବାହ କଲେ ସେ ତାର ସ୍ୱାମୀର ମୃତ୍ୟୁର କାରଣ ହେବ। ଏହିଭଳି ଅସମ୍ଭବ ଓ ଅହେତୁକ ଭୟ ସୃଷ୍ଟି କରି କନ୍ୟାକୁ ଅଶୁଭ ବୋଲି କୁହାଯାଏ। ଫଳରେ ଏହିପରି କନ୍ୟାମାନଙ୍କର ବିବାହ ହେବା ଅସମ୍ଭବ ହୋଇପଡ଼େ ଏବଂ ସେମାନେ ଏକ ଅବହେଳିତ ଜୀବନ ବଞ୍ଚିବାକୁ ବାଧ୍ୟ ହୁଅନ୍ତି। ପିଲାଟି ଦିନୁ ଝିଅଟିକୁ ଏହା ଶୁଣାଇ ଦିଆଯାଇଥାଏ ଯେ ଶାଶୁଘର ହିଁ ତୋର ନିଜର ଘର। ସେଠି ତୋର କାମ ହେଲା ବାପା ମାଆଙ୍କର ଇଜ୍ଜତ ରଖିବୁ, ସେମାନଙ୍କ ମାନ ମର୍ଯ୍ୟାଦା ତଳେ ପକାଇବୁ ନାହିଁ ଏବଂ ସବୁ ସହି ସୁନାର ସଂସାର ଗଢ଼ିବୁ। କେବଳ ତୋର ଶବ ହିଁ ସେ ଘରରେ ଛାଡ଼ିବ। କେବେ ବି କୌଣସି ପରିସ୍ଥିତିରେ ଶାଶୁଘରର ଏରୁଣ୍ଡି ବନ୍ଧ ଡେଇଁ ଆସିବୁ ନାହିଁ। ଦେଲା ନାରୀ ହେଲା ପାରି। ନ୍ୟାୟର ଝିଅଟିକୁ ବିବାହ ଦେଇ ବାପା ମା ନିଶ୍ଚିନ୍ତ ହୋଇଯାଆନ୍ତି। ଏକ ନୂଆ ଜାଗାରେ ସମ୍ପୂର୍ଣ୍ଣ ନୂଆ ଲୋକଙ୍କ ସହି ଝିଅଟି କେମିତି ରହିବ, ଏହି ବିଷୟରେ ଚିନ୍ତା ମଧ୍ୟ କରନ୍ତି ନାହିଁ। ଯଦି ସବୁ ଭଲରେ ଚାଲେ ତେବେ ଭଗବାନଙ୍କ କୃପା, ଆଉ ଯଦି କିଛି ଠିକ୍ ନାହିଁ ଝିଅଟିର ଭାଗ୍ୟକୁ ନିନ୍ଦା ଦିଅନ୍ତି। ଅନେକ କ୍ଷେତ୍ରରେ ଝିଅଟି ଅକଥନୀୟ ନିର୍ଯାତନା ସହି ସହି ଆତ୍ମହତ୍ୟା କରିବାକୁ ଶ୍ରେୟସ୍କର ମନେ କରେ। କେବେ କେବେ ହତ୍ୟାର ମଧ୍ୟ ଶିକାର ହୁଏ। ଏହିଭଳି ଅକାଳରେ ଜୁଇରେ ଜଳି ଯାଆନ୍ତି ଅନେକ ନିରୀହ ମହିଳା। ଝିଅଟିର ବିବାହ ପରିବାର ପାଇଁ ବୋଝର ମୁକ୍ତି ହୋଇଥିଲା ବେଳେ ଅନେକ କ୍ଷେତ୍ରରେ ପୁଅର ବାପା ମାଆଙ୍କ ପାଇଁ ବିବାହ ଦୁଷ୍ଟ, ମଦ୍ୟପ, ଚରିତ୍ରହୀନ ବା ନିକମା ପୁଅ ସହ ସୁଧାରିବାର ଏକ ରାସ୍ତା ହୋଇଥାଏ। ବେକରେ ଢୋଲ ପଡ଼ିଲେ ବଜେଇ ଜାଣିବ ବୋଲି କହି ନିକମା ପୁଅଟିକୁ ବିବାହ କରି ଦିଆଯାଏ ଏବଂ ବୋହୂଠାରୁ ଏହା ଆଶା କରାଯାଏ ଯେ ସେ ଯେପରି ଦୁଷ୍ଟ, ମଦ୍ୟପ, ଚରିତ୍ରହୀନ ସ୍ୱାମୀକୁ ଠିକ୍ ବାଟକୁ ଆଣିବ। ସତେ ଯେପରି ସେ ନାରୀ ନୁହେଁ ବରଂ ଏକ ନିଶା ନିବାରଣ ବା ସୁଧାର କେନ୍ଦ୍ର। ଯଦି ବିବାହ ପରେ ମଧ୍ୟ ପୁରୁଷଟିର କୌଣସି କୁଅଭ୍ୟାସର ପରିବର୍ତ୍ତନ ହୁଏ ନାହିଁ ତେବେ ଶାଶୁ ଶ୍ୱଶୁର ବୋହୂର ପାରିବା ପଣିଆକୁ ଦୋଷ ଦିଅନ୍ତି। ବିବାହ ପରେ ସ୍ୱାମୀର ଯାବତୀୟ ସ୍ଖଳନ ପାଇଁ ବା ଅନ୍ୟ ମହିଳାଙ୍କ ପ୍ରତି ଆକର୍ଷଣ ପାଇଁ ନାରୀଟି ନିଜ ସ୍ୱାମୀକୁ ସମ୍ଭାଳିବାକୁ ବା ଆକର୍ଷିତ କରିବାକୁ ଅସମର୍ଥ ବୋଲି କହି ସବୁ ଦୋଷ ନାରୀଟିର ମୁଣ୍ଡରେ ହିଁ ଲଦେଇ ଦିଆଯାଏ। ପୁରୁଷବାଦୀ ସମାଜ ବଡ଼ ଚାଲାକିରେ ମାଇପ ବୋଲି ଶବ୍ଦଟିଏ ସୃଷ୍ଟି କରିଛି। ମା, ବାପା ଅବା ପରି ଯିଏ। ତେଣୁ ନାରୀଟିକୁ ସାରା ଜୀବନ ନିଜ ସ୍ୱାମୀକୁ ସନ୍ତାନଟିଏ ପରି ସ୍ନେହ, ଆଦର ଓ ଯତ୍ନ ନେବାକୁ ସେ ବାଧ୍ୟ ହୋଇଥାଏ।